ମୁଁ ଅଭିଷେକ ମିତ୍ର ଅଭିଷେକ ୟୁଟ୍ୟୁବ ଚ୍ୟାନେଲ ଆଉ ଗୋଟେ ଭିଡ଼ିଓରେ ଆପଣଙ୍କ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ ପଛ ଯୋଉ ମୁଁ କୁଲି ଆକର୍ଷିତ କରିଥିଲି ମୋ ଭିତରେ ପୁଣି ଷ୍ଟକ୍ କରିବା ପାଇଁ ଷ୍ଟକ୍ କରିବାକୁ ଦେବେ 8-10 ପାଖାପାଖି ଆମେ ଯୋଉ କୁଲି ଗୁଡ଼ାକ କୋଡ଼ିଏ ରିଟର୍ନ ଆଉ 8 ରିଟର୍ନ ହେଇଛି ସେମାନଙ୍କୁ ଏବେ ପୁଣି ଷ୍ଟକ୍ରେ ଦେବା ପାଇଁ ପଡ଼ିବ। कब हो गया ये? कब हुआ कब? ତ ଦେଖୁଛୁ ଆପଣଙ୍କୁ କେତେ ମୋ କତିରେ ଏବେ ଷ୍ଟକ୍ ଅଛି ତ ଚାଲନ୍ତୁ ଦେଖନ୍ତୁ। ତ ଏଇଟା ଦେଖିପାରୁଥିବେ ଏଇଠି ଏତିକ ଏବେ ମୋ କତିରେ ପୁଣି ଷ୍ଟକ୍ ଅଛି। ପିଛଲା ଯୋଉ ଅଲଗା ବାଛିକି ରଖିଦେନି ତା ଭିତରୁ ବି ଦିଟା ଯନ୍ତ୍ର ପ୍ୟାକେଟ ଦେଇପାରିବ। ତ ଏଇଗୁଡାକ ଯୋଉ କାଳେ ଗୁଡାକ କାଳେ କଲର ଟିକେ ଚେଞ୍ଜ ହେଇଛି ରହି ରହି ତା ଭିତରେ ସବୁ ଫ୍ରେଶ ଦେଇଥିନି ପାଖାପାଖି ମାସେ ପାଖାପାଖି ରହିଲାଣି। ତ ଏଇଗୁଡା ଦେଖିପାରୁଥିବେ ଟିକେ କଲର ଚେଞ୍ଜ ହେଇଛି ଏଇଗୁଡାକ ଆଉ ଏଇଗୁଡାକ ଭଲ କିନା ବାଛିକି ଆଉ ଥରେ ଦବା ପାଇଁ ପଡିବ। ଏତିକ ଯେତିକ ମୋ ପାଖରେ ଏବେ ଅଛି ଏଥିରେ ପାଖାପାଖି 9ଟା କି 10ଟା ଅର୍ଡର ମାତ୍ର ମୋ କତିରେ ଜିନିଷ ଏବେ ଇଆ ଅଛି। ତ ସେଇ 9ଟା ଏକାଥରୁ ମୁଁ ଏବେ ଷ୍ଟକ୍ ପାଇଁ ଦେବି। ତାପରେ ଦେଖାଯାଉ ତା ଯଦି 9ଟାରୁ ଦେଲେ ସେଇଠୁ ବି ଯଦି ରିଟର୍ନ ଆସିବ ତାହେଲେ ସେଥିରେ ବି ମତେ ଲସ୍ ପଡିଯିବ କାରଣ ଏଦିନ ପ୍ରାୟତଃ ମତେ 5ଟା କି 6ଟା କାଷ୍ଟମର ରିଟର୍ନ ଆଇଛି। ଯାହାଫଳରେ ଗୋଟେ ରିଟର୍ନ ମତେ ସେ 60 ଟଙ୍କା ଲେଖା ପଡିଛି। ଆଉ ତେଣୁ ଏଟାକୁ ଆଉ ଥରେ ଆମେ ଷ୍ଟକରେ ଆଣିବି 10ଟା ପାଖାପାଖି। ଆଉ ମୁଁ ଅଲଗା ପ୍ରଡକ୍ଟ ଯୋଉ ଘଷି କଥା କହୁଥିଲି ତାକୁ ମୁଁ ଏଡ୍ ବି ଚଲେଇଛି। ଏଡ୍ ଚଲେଇଲା ମତେ ମେସୋର ଟୋଟାଲି ଗୋଟେ ବି ଅର୍ଡର ରିସିଭ୍ ହେଇନି। ଆଉ ଆମାଜନ ମତେ ଫ୍ରି କ୍ରେଡିଟ ରିସିଭ୍ ହେଇଥିଲା। ସେଇଟା ମୁଁ କ୍ୟାମ୍ପେନ ଚଲେଇକି କ୍ୟାମ୍ପେନ ଚଲେଇଲା ପରେ ବି ମତେ ଅର୍ଡର ଗୋଟେ ରିସିଭ୍ ହେଇଥିଲା। ସେ ଗୋଟେଟା ପୁଣି କ୍ୟାନସେଲ ହେଇଯାଇଛି। ତ ଆମାଜନ ପାଖାପାଖି 5 ଦିନ ହେଇଯିବ ମୋର ଏଡ୍ ସେଲ୍ ରନିଂ ଅଛି। ମତେ ଅର୍ଡର ଆସିନି ଗୋଟେ ଆସିଥିଲା କ୍ୟାନସେଲ ଆସିଥିଲା କହିଲି। ଆଉ ମେସୋରେ ବି ମୁଁ 2-3 ଦିନ ଡେଲି ବଜେଟ ଶୋଇ ରଖିଛି କିନ୍ତୁ ତାକୁ ବି ମୁଁ କ୍ୟାମ୍ପେନ ଚଲେଇଛି କିନ୍ତୁ ସେମିତି କିଛି ଘଷିର ଅର୍ଡର ଆସୁନି। ଆଉ ନେଚୁରାଲ ର ଫାଷ୍ଟ ତ ନାହିଁ ଯାହା ଏଇ କ୍ୟାନସେଲ ଆଉ ରିଟର୍ନ ଅଛି ଏତିକ ଦେଖେଇଲି ଆପଣଙ୍କୁ। ଏଇଟା ଲାଷ୍ଟ ଟାଇମ ପାଇଁ ଦେମି। ଆଉ ନୂଆ ପ୍ରଡକ୍ଟ ପାଇଁ ମୁଁ ପଛ ଭିଡିଓରେ ବି କହିଥିଲି ଯେ ତାଙ୍କ ପ୍ରଡକ୍ଟ ଆମ ଭିଡିଓ ଦେଖୁଛି ଆଖ ପାଖରେ ଯଦି କେହି ଚିହ୍ନା ଅଛନ୍ତି କି ଆମକୁ ହୋଲସେଲର ପ୍ରଡକ୍ଟ ଦବା ପାଇଁ ଚାହୁଁଛନ୍ତି ତ ମତେ ମେସେଜ ଜଣେଇବେ ମୁଁ ତାଙ୍କୁ କଣ୍ଟାକ୍ଟ କରିକି ଆଣିବି। ତ ତା ମଧ୍ୟ ବି କେହି ବର୍ତ୍ତମାନ ସୁଦ୍ଧା ଜଣେଇ ନାହାନ୍ତି। ତ ଦେଖାଯାଉ ଆଗକୁ କଣ ହଉଛି କେତେ ବାଟ ମୁଁ ଚଲେଇ ପାରୁଛି ଆକୁ। ଆଜି ଭିଡିଓଟି ଭଲ ଲାଗିଥିଲେ ତ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ କରନ୍ତୁ।